ମୁଁ ବହୁତ ଦେଖିଛି ଆତ୍ମାରୁ ସେମାନେ ସମାଜସେବୀ କରନ୍ତି, ସେବା କରନ୍ତି। ଆଉ ଯେତେବେଳେ କୌଣସି କଷ୍ଟ ବା କିଛି ଆସିବ ସେମାନେ ଠିଆ ହେନ୍ତି ଢାଲ ହେଇକିରି। ମୁଁ ବହୁତ କ୍ଷେତ୍ରରେ ଏଇଟା ନିଜେ ହିଁ ଦେଖିଛି। ସମାଜସେବୀ ମାନେ ଯାହାର ସମାଜ ସେବା କରିଛି, ନିଜର ପୋଷାକ, ନିଜର ଚୁଟି, କି କେଉଁଠି ଲିପଷ୍ଟିକ୍ ଲଗେଇଛି କି ନାହିଁ ସେଗୁଡ଼ା ଦେଖିବନି, ଆତ୍ମାରୁ ସମାଜ ସେବା କରିବ। ଯେପରି ଆମର ଗୋପବନ୍ଧୁ କରୁଥିଲେ, ମାଦାର ଟେରେସା, ଏମାନେ ସାଧାରଣ ଖଣ୍ଡିଏ 10 ହାତିଆ ଲୁଗା ପିନ୍ଧି ଯାଉଥିଲେ। ଆଜିକାଲି ଫ୍ୟାସନ୍ ହେଇଛି ସମାଜସେବୀ ମାନଙ୍କର ନାନା କଷ୍ଟଲି ପୋଷାକ ପିନ୍ଧିବା, ଲିପଷ୍ଟିକ୍ ଲଗେଇବା। ଲଗାନ୍ତୁ, ମନା ନାହିଁ, ସେମାନେ ଲଗେଇବାର ତିଆରି ହେଇଛି, ଲଗାନ୍ତୁ। କିନ୍ତୁ ସେମାନେ ଅନ୍ୟକୁ ଦୁଃଖ ଦେଇ, ଅନ୍ୟକୁ କଷ୍ଟ ଦେଇ ସେପରି ସମାଜସେବା କରିବା ଅନୁଚିତ। ସାଧାରଣ ଜୀବନ ଲିଭିଂ ସିମ୍ପଲ୍ ଲିଭିଂ ହାଇ ଥିଙ୍କିଂ। ସିମ୍ପଲ୍ରେ ବଞ୍ଚନ୍ତୁ କିନ୍ତୁ ଉଚ୍ଚ ମନର ଭାବ ଥାଉ। ଅସଲରେ ସମାଜସେବୀ ବହୁତ ଇଏରେ ସବୁ ସମାଜସେବୀ କି କହିହେବନି। ସତରେ ମୁଁ ବହୁତ ଦେଖିଛି ଆତ୍ମାରୁ ସେମାନେ ସମାଜସେବୀ କରନ୍ତି, ସେବା କରନ୍ତି। ଆଉ ଯେତେବେଳେ କୌଣସି କଷ୍ଟ ବା କିଛି ଆସିବ ସେମାନେ ଠିଆ ହେନ୍ତି ଢାଲ ହେଇକିରି। ମୁଁ ବହୁତ କ୍ଷେତ୍ରରେ ଏଇଟା ନିଜେ ହିଁ ଦେଖିଛି। ସମାଜସେବୀ ମାନେ ଯାହାର ସମାଜ ସେବା କରିଛି, ନିଜର ପୋଷାକ, ନିଜର ଚୁଟି, କି କେଉଁଠି ଲିପଷ୍ଟିକ୍ ଲଗେଇଛି କି ନାହିଁ ସେଗୁଡ଼ା ଦେଖିବନି, ଆତ୍ମାରୁ ସମାଜ ସେବା କରିବ। ଯେପରି ଆମର ଗୋପବନ୍ଧୁ କରୁଥିଲେ, ମାଦାର ଟେରେସା, ଏମାନେ ସାଧାରଣ ଖଣ୍ଡିଏ 10 ହାତିଆ ଲୁଗା ପିନ୍ଧି ଯାଉଥିଲେ। ଆଜିକାଲି ଫ୍ୟାସନ୍ ହେଇଛି ସମାଜସେବୀ ମାନଙ୍କର ନାନା କଷ୍ଟଲି ପୋଷାକ ପିନ୍ଧିବା, ଲିପଷ୍ଟିକ୍ ଲଗେଇବା। ଲଗାନ୍ତୁ, ମନା ନାହିଁ, ସେମାନେ ଲଗେଇବାର ତିଆରି ହେଇଛି, ଲଗାନ୍ତୁ। କିନ୍ତୁ ସେମାନେ ଅନ୍ୟକୁ ଦୁଃଖ ଦେଇ, ଅନ୍ୟକୁ କଷ୍ଟ ଦେଇ ସେପରି ସମାଜସେବା କରିବା ଅନୁଚିତ। ସାଧାରଣ ଜୀବନ ଲିଭିଂ ସିମ୍ପଲ୍ ଲିଭିଂ ହାଇ ଥିଙ୍କିଂ। ସିମ୍ପଲ୍ରେ ବଞ୍ଚନ୍ତୁ କିନ୍ତୁ ଉଚ୍ଚ ମନର ଭାବ ଥାଉ। ଅସଲରେ ସମାଜସେବୀ ବହୁତ ଇଏରେ ସବୁ ସମାଜସେବୀ କି କହିହେବନି। ସତରେ ମୁଁ ବହୁତ ଦେଖିଛି ଆତ୍ମାରୁ ସେମାନେ ସମାଜସେବୀ କରନ୍ତି, ସେବା କରନ୍ତି। ଆଉ ଯେତେବେଳେ କୌଣସି କଷ୍ଟ ବା କିଛି ଆସିବ ସେମାନେ ଠିଆ ହେନ୍ତି ଢାଲ ହେଇକିରି। ମୁଁ ବହୁତ କ୍ଷେତ୍ରରେ ଏଇଟା ନିଜେ ହିଁ ଦେଖିଛି।